ରାଧେ ରାଧେ ଫ୍ରେଣ୍ଡସ୍। ଆଜି ମୋର ଗୋଟେ ସାଙ୍ଗର କଥା ମୁଣ୍ଡରେ ଚାଲିଛି। 2 ଦିନ ତଳେ ଗୋଟେ କହିଲା, ଯେଉଁଟାକି ଭାବିଲି ଏଇ ଟାଇପ୍ର ବହୁତ ସଂସାରରେ ଏଇ ଟାଇପ୍ର ପରିସ୍ଥିତି ଅଛି, ବହୁତ ଜାଗାରେ ଅଛି। ସେ ଆଜି କହିଲା, ମୁଁ ଜାଣିଲି। ସେ କହେନି କେବେ, ସେତିକି ଗୋଟେ ମନକୁ ତାର କଷ୍ଟ ହେଇଛି ବୋଲି କହିଲା। ମୁଁ ଆପଣମାନଙ୍କ ସାଙ୍ଗେ ସେୟାର କରିବି ବୋଲି ଆସିଲି। ତାର ବାପା ଚାଲି ଯାଇଛନ୍ତି, ବହୁତ ଛୋଟଟେ ଏସବୁ ହେଇଥିଲେ ସେ 2 ଭଉଣୀ। ତା ବାପା ଚାଲି ଯାଇଛନ୍ତି। ଭାଇ ତାଙ୍କୁ ପାଠ ପଢ଼େଇଲେ, ବାହା ବି କରେଇଲେ, ସବୁ କଲେ, ଦାୟିତ୍ୱ ଭାଇ ନେଲେ। ଆଉ ଭାଇ ସବୁ କରନ୍ତି, ଭାଉଜ ବି ଆସିଲେ, ସିଏ ବି ମିଶିକି ସବୁ କରୁଥିଲେ 2 ଭଉଣୀଙ୍କର। ରିସେଣ୍ଟ ଏବେ ଡିସେମ୍ବର ମାସରେ ସେ ଭାଇଟି ଆକ୍ସିଡେଣ୍ଟରେ ଚାଲିଗଲେ। ଭାଇଟି ଚାଲିଗଲାରୁ ସେ 2 ଭଉଣୀକି ସେ ଯେଉଁ ବାହା କରେଇଥିଲେ, ଏ ସାଙ୍ଗଟିର ବଡ଼ ଭଉଣୀ ଯିଏ, ସିଏ ଭଲରେ ଅଛନ୍ତି। ଆଉ ସିଏ ଓଲଟା ଏ ସାନ ଭଉଣୀକି ସବୁ ଜାଗାରେ ସାହାଯ୍ୟ ବି କରିଛନ୍ତି। କିନ୍ତୁ ସାନ ଭଉଣୀ ଯେଉଁ ଜାଗାଟାରେ ବାହା ହେଇଛି, ମୋ ସାଙ୍ଗଟି ଯେଉଁଠି, ସିଏ ମାନେ ଖାଇ ପିଇ ବାସ୍ ରହିଛି, ଏତିକି ଭାବନ୍ତୁ। ଆଉ ଭିତରର ପରିସ୍ଥିତି କ'ଣ ଏତେ ସେ ଖୋଲିକି କହିଲାନି। ସେ ଗୋଟିଏ ସିଚୁଏସନ୍ କହିଲା, ଯେଉଁଟାକି ଆପଣମାନଙ୍କ ସାଙ୍ଗେ ସେୟାର କରିବି। ବହୁତ ଜାଗାରେ ଏଇଟା ହେଉଛି। ରିସେଣ୍ଟ ଏବେ ଗଲା ସାବିତ୍ରୀ। ଭାଇ ମରିଯାଇଛି ମାନେ ବର୍ଷେ ଯାଇନି ମାନେ ତାଙ୍କ ଘରୁ ଆସିବନି। ଆସିଲେ ବି ବିଧବା ଭାଉଜ ଦେଇପାରିବେ କି ନାହିଁ ସେଇଟା ବି ପଛର କଥା। ଆଉ ଆସିବ କି ନାହିଁ, ସେମିତି ହୁଏ କି ନ ହୁଏ ମୁଁ ତ ଜାଣିନାହିଁ। ବାସ୍ ସିଏ ସେଇ ଦୁଃଖଟା ତା ଭିତରେ ଥିଲା, କୋହ ହେଇକି ମୋ ସାମ୍ନାରେ ବାହାରିଗଲା। ତା ଆଖିରେ ଲୁହ ଦେଖିକି ଭାବି ପାରିବେନି ମାନେ ମୋତେ କେତେ କଷ୍ଟ ଲାଗିଲା। ହଁ, ଭାଉଜ ତ ଦେଇପାରିବେ ଆସନ୍ତା ବର୍ଷରୁ। ଆମ ବାପା ଚାଲିଗଲା ପରେ ମା ତ ଫେର ଦେଉଛି, ଭାଉଜ ଦେଇପାରିବେ। କିନ୍ତୁ ଏଇ ବର୍ଷଟା ତାକୁ ଘରୁ ଆସିଲାନି। ତା କହିବାର ମାନେ, ଶାଶୁଘରେ କେତେ ଲୋକ ଅଛନ୍ତି, ଆଉ କାହା କଥା ଛାଡ଼ନ୍ତୁ, ସବୁଠୁ ନିକଟତର କିଏ? ସ୍ୱାମୀ। ଗୋଟେ କଟନ୍ ଶାଢ଼ୀ ଆଣିକି ତାକୁ ଦେଇଥିଲେ ସେ ପୂଜା ଟିକେ କରିପାରିନଥାନ୍ତା? ସେ ସେଇ ଗୋଟାକ କହିଲା, ବିନା ଶାଢ଼ୀରେ ବି ଲୋକ ଭୋଗ ଖାଲି ନେଇ ପୂଜା କରୁଛନ୍ତି। ମୁଁ କଲି, ସେ କଥା ନୁହେଁ, କିନ୍ତୁ ମୋ ଭାଇର ଅଭାବଟା ମୁଁ ବହୁତ ଫିଲ୍ କଲି। ଯାହାର ବାପଘର ନାହିଁ କି ବାପା ମା ସମସ୍ତେ ଚାଲିଗଲେ, ସେ କ'ଣ ଜୀବନସାରା ଖାଲି ଭୋଗରେ ପୂଜା କରୁଛି? କଟନ୍ ଶାଢ଼ୀଟେ ହଉ। ହଜବ୍ୟାଣ୍ଡ ତ ତା'ର ଯଥେଷ୍ଟ ରୋଜଗାର କରନ୍ତି, ଇନକମ୍ ଭଲ ଘର, ନିଜ ଘର ନେଇକି ରହିଛନ୍ତି। ଆଉ ଛୁଆ 2ଟାକୁ ନେଇ ସେମାନେ ବଢ଼ିଆ, ସେ ଭଲ ସ୍କୁଲରେ 2ଟା ଛୁଆ ତା'ର ପଢ଼ୁଛନ୍ତି। କିନ୍ତୁ ସ୍ତ୍ରୀ ପାଇଁକି ଗୋଟେ ଭାଇ ଚାଲିଯାଇଛି ମାନେ 4 ମାସ ହେବ, ତା ମନରେ ସେଇ ସମୟଟା, ସେ ପୂଜା ସମୟଟା କେତେ କ'ଣ ସେ ଭାବୁଥିବ। ତା ଭାବନାଟାକୁ ଗୋଟେ ସ୍ୱାମୀ ହେଇକି ଯଦି ଜଣେ ନ ବୁଝିପାରିବେ, ତାଙ୍କ ଚିନ୍ତାଧାରା କ'ଣ, ମୁଁ କାହା ଉପରେ ଆକ୍ଷେପ କରୁନି। କିନ୍ତୁ ଆଟଲିଷ୍ଟ ଗୋଟେ ଘରେ ମଣିଷଟେ ଅଛି ମାନେ ତା ଭାବନାଟାକୁ ବି ଟିକେ ବୁଝିବାର ଅଛି। ତା ମନରେ କେତେ ଦୁଃଖ ଅଛି ତାକୁ ଟିକେ ପଚାରିବାର ଅଛି। ଏତେ ରୋଜଗାର ଜଣେ କରୁଛି, କେତେବେଳେ କେମିତି କ'ଣ ଗୋଟେ ଆଣିକି ଦେବାର ଅଛି। ବେଶୀ ଦାମୀ ନ ହଉ। ମୋର ମନେ ଅଛି, ମୋର ବାହାଘର ହେଇନଥିଲା, ମୋର ଗୋଟେ ଭିଣେଇ ମୋତେ ପଚାରିଥିଲେ, କେମିତିଆ ପିଲା ଚାହୁଁଛୁ? ମୁଁ କହିଥିଲି, ଭାଇ ଯାହା ବି ରୋଜଗାର କରିଥାଉ, ବଡ଼ ହୋଟେଲରେ ନ ଖୁଆଇଲେ ବି ମୋତେ ଚାଟ୍ ଗୁପଚୁପ୍ ଖୁଆଇ ପାରୁଥିବ, ମଝିରେ ମଝିରେ ନେଇକି ସେକୁ ବି ଖୁଆଇ ପାରୁଥିବ। ବଡ଼ ହୋଟେଲରେ ନ ଭର୍ତ୍ତି କରିପାରୁ, ବଡ଼ ଘରେ ନ ରଖିପାରୁ, କିନ୍ତୁ ଖୁସିରେ ରଖିଥିବ। ମୋ ଇଚ୍ଛାଟା, ଖୁସିଟା ପୂରଣ କରୁଥିବ। ଇଚ୍ଛାର ମାନେ ନୁହେଁ କି ଗୋଟେ ବଡ଼ ବଡ଼ ଇଚ୍ଛା କରିବେ, ତାଙ୍କୁ ଦେଲନି, ଠିକ୍ ଅଛି। କିନ୍ତୁ ଛୋଟ ଛୋଟ ଇଚ୍ଛା, ଯେତିକି ମୁଁ ଭାବୁଛି ବହୁତ ସ୍ତ୍ରୀ ଲୋକ ଅଛନ୍ତି ଛୋଟ ଛୋଟ ଜିନିଷରେ ବହୁତ ଖୁସି ହେଇଯାଆନ୍ତି। ଯଦି ଭାଇ ଚାଲିଯାଇଛି, ଜଣେ ନ ଦେଇପାରିଲା, ସେ କହିଲା ସେ କଥା ବି ଠିକ୍ ସେ ହୁଅନ୍ତିନି। ବାହାଘରକୁ ତା'ର ହେଇଗଲାଣି ବହୁତ ବର୍ଷ। କହିଲା, ଆଉ ମୁଁ ଖୋଜୁନି। କିନ୍ତୁ ଭାଇ ମରିବାଟା ସେଟା ଟିକେ ବାଧିଲା। ଆଜି କହିଦେଲି, ଆଉ ମୁଁ ଖୋଜୁନି, କଥା ହେଉନି। ମୁଁ ଘର ଭିତରେ ବାସ୍ କାମ କରୁଛି, ଛୁଆଙ୍କ କଥା, ସ୍ୱାମୀ କଥା, ଦାୟିତ୍ୱ ମୋର ବୁଝୁଛି। ଆଉ ମୋତେ କେବେ କେହି ପଚାରି ନାହାନ୍ତି ଖାଇଲୁ କି ନ ଖାଇଲୁ, କି ବାହାରକୁ ନେଲେ ତୋତେ ଶୋଷ ହେଉଛି, ପାଣି ବୋଟଲଟେ କିଣିଦେବି, ନେଇଯା ପିଇଦେ। ଆମ ସ୍ୱାମୀମାନେ ଆମକୁ ନେଇଥିଲେ, ଖରା ଟିକେ ହେଉଛି, କ'ଣ ଟିକେ ଆଣିଦେବି, ପିଇଦେବ, ଖାଇଦେବ,
କି ଭୋକ ହେବନି କି ଘରକୁ ଯାଇ ଖାଇବା ଯାହା ହେଲେ ତାକୁ ସେତିକି ବି ଡିସ୍କସ୍ କରେନି ତା ହଜବେଣ୍ଡ। ଏଇ ଟାଇପ୍ର ବହୁତ ଲୋକ ଅଛନ୍ତି। ମାନେ ଏ ଭିଡ଼ିଓ ମାଧ୍ୟମରେ ମୁଁ ଭାବୁଛି ଏଇଟା ଗୋଟେ ରିକ୍ୱେଷ୍ଟ ରହିବ, ମାନେ ସ୍ତ୍ରୀ ହଉ କି ସ୍ୱାମୀ ହଉ ଛୁଆ ହୁଅନ୍ତୁ, ମଣିଷଟେ ଅଛି ବୋଲି ଘର ଭିତରେ ଟିକେ ଭାବନ୍ତୁ। ତାକୁ ଗୋଟେ ସେକେଣ୍ଡ ପାଇଁ ପଚାରନ୍ତୁ, ମୁହଁ କାହିଁ ଶୁଖିଛି, ମନ କାହିଁ ଦୁଃଖ ଅଛି, କ'ଣ ଚାହୁଁଛୁ? ଏତେ ବି ହାତ ଖାଲି ନାହିଁ। ଗୋଟେ ବହୁତ ଅଭାବୀ ଲୋକ ଦେଇପାରିବନି 500 ଟଙ୍କାର ଲୁଗା, ତାଠୁ ତା ସ୍ତ୍ରୀ କ'ଣ ଆଶା କରିବ? ନାହିଁ 500 ଟଙ୍କା ତାଙ୍କ ପାଖେ ନାହିଁ, ସେ ଦେଲେନି। କିନ୍ତୁ ଯାହା ପାଖେ ଅଛି ଜଣେ ତ ଆଶା କରିବ ପାଟ ମଠା ନ ହଉ, ଦାମୀ ଶାଢ଼ୀ ନ ହଉ, ପୂଜାଟେ ପାଇଁ ଦେଖରେ ତୋ ଘରୁ ଆସିବନି, ମୁଁ ଆଜି ତୋ ପାଇଁ ଏଇ କଟନ୍ ଶାଢ଼ୀଟା ଆଣିଛି, ପୂଜା କରିଦେବୁ। ତା ସାଙ୍ଗେ ବସିକି ଦୁଇପଦ କଥା ହେଇଯାଇଥିଲେ ସେ ହୁଏତ ଆଜି ମୋତେ ଏଇଟା କହିନଥିଲା। ଏତେ ବର୍ଷ ବାହାଘରରେ ସେ କେବେ କହିନଥିଲା, କେବେ କୌଣସି କଥା। ଯେତେବେଳେ ଦେଖାବେ ଭଲ, ଫାଷ୍ଟ ଟାଇମ୍ ତା ମୁହଁରୁ ବାହାରିଗଲା। ଆଉ ବହୁତ କଷ୍ଟରେ ଅଧାରେ ଚାପି ବି ଦେଲା, କିନ୍ତୁ ମୁଁ ବୁଝିଗଲି ତାର ଯେତିକି କଥା ବାହାରିଲା ବାକି ଚାପିଥିବା କଥା ବି ବୁଝିଗଲି। ଭାବୁଛି ଏମିତିଆ ଯେଉଁମାନେ କରିଥିବେ, ଯଦି ଏ ଭିଡ଼ିଓଟି ତାଙ୍କ ସାମ୍ନାକୁ ଆସିବ, ପ୍ଲିଜ୍ ଟିକେ ସମସ୍ତଙ୍କ ଭାବନାକୁ ବୁଝିବେ। ଯାହାର ବାପା ମା ଚାଲି ଯାଉଛନ୍ତି ତାଙ୍କୁ ସପୋର୍ଟ ଦେବେ, କାହିଁକି ନା ସ୍ୱାମୀ ଗୋଟେ ସାଙ୍ଗ, ଭାଇ, ଭଉଣୀ, ବାପ ମା ସବୁ। ଛୁଆ ବଡ଼ ହେଇଗଲେ ଚାକିରି କରିବେ, ଦୂରକୁ ପଳେଇବେ, ବାହା ହେଇଗଲେ ଦୂରକୁ ପଳେଇବେ, ଝିଅ ହଉ କି ପୁଅ ହଉ ରହୁନାହାନ୍ତି। ଲାଷ୍ଟ ପର୍ଯ୍ୟନ୍ତ ସେଇ ସ୍ୱାମୀ ସ୍ତ୍ରୀ ରହିବେ। ଯଦି ଆରମ୍ଭଟା ତାଙ୍କର ଏତେ ଖଟା ହେଇଯାଇଥିବ, ଆଉ ଏଣ୍ଡିଙ୍ଗଟା କ'ଣ କେବେ ହସି ହେବ? ଜଣେ ଜଣେ ପୁରା ହେଇଯାଇଥାନ୍ତି ସେଇଭଳିଆ, ସିଏ ବି ହେଇଗଲାଣି। ଜିନିଷଟି ଭାବିଲି ଆପଣମାନଙ୍କ ସାଙ୍ଗେ ସେୟାର କରିବି। ଯଦି କେଉଁମାନେ ଏଇଭଳିଆ ଅଛନ୍ତି, ପ୍ଲିଜ୍ ଦୟାକରି ଏ ଜିନିଷଟାକୁ ଟିକେ, ଆପଣ ଯେତେ ରୁଡ୍ ହେଇଥାନ୍ତୁ ଟିକେ ଚେଞ୍ଜ କରିବେ। ରାଧେ ରାଧେ।